सर जो ट्रम्प दाबी କରୁଛନ୍ତି ଯେ ଇରାନର ଆର୍ମି ଏବଂ ନେଭିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ଏହା ପଛରେ ସତ୍ୟତା କେତେ ଅଛି? ଜଣେ ସାମରିକ ବିଶେଷଜ୍ଞଙ୍କ ଭାବେ ଆପଣଙ୍କୁ କଣ ଲାଗୁଛି? ଇରାନ ଭଳି ଏକ ଶକ୍ତିଶାଳୀ ଦେଶର ସାମରିକ ଶକ୍ତିକୁ ଏତେ ଶୀଘ୍ର ଦୁର୍ବଳ କରିବା କଣ ସମ୍ଭବ? ଦେଖନ୍ତୁ ସାମରିକ ଶକ୍ତିକୁ ଟ୍ରମ୍ପଙ୍କର ଦାବି ଏଇ ପରିପ୍ରେକ୍ଷୀରେ କୁହାଯାଉଛି ବର୍ତ୍ତମାନ ଯେ ଆଜି ରାତିରେ ଗୋଟେ ବହୁ ପ୍ରତୀକ୍ଷିତ ଟ୍ରମ୍ପଙ୍କର ଗୋଟେ ଆଡ୍ରେସ ଥିଲା ସମଗ୍ର ଦେଶ ପ୍ରତି ଏବଂ ସେଟା ଭାରତୀୟ ସମୟ ବୋଧହୁଏ ସକାଳ 5ଟା ବା 6ଟା ବେଳେ ସେଟାକୁ ରେକର୍ଡ କରାଯାଇଛି ଏବଂ ବର୍ତ୍ତମାନ ସମଗ୍ର ବିଶ୍ୱରେ ୱାର୍ଲଡ ପ୍ରେସରେ ବର୍ତ୍ତମାନ ତାର ପୁରା କଭରେଜ ମିଳିଛି। ଏଥିରେ ଟ୍ରମ୍ପଙ୍କର ଦାବି ଅଛି ଯେ ଇରାନର ଯୋଉ ସାମରିକ ଶକ୍ତି ଥିଲା ତାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦିଆଯାଇଛି। ଆପଣ ଯଦି ଗ୍ରାଉଣ୍ଡରେ ଦେଖିବେ ତାହା ଆକ୍ଚୁଆଲି ଅନେକାଂଶରେ ସତ୍ୟ। ଏଇଥିପାଇଁ ଯେ ଦେଖନ୍ତୁ ଇରାନ ବର୍ତ୍ତମାନ ଯୋଉ ଯୁଦ୍ଧ ଚାଲୁ ରଖିଛି ସେଟା କେବଳ ତାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ, କିନ୍ତୁ ଆପଣ ଯଦି ପ୍ରକୃତରେ କହିବେ ଯୋଉ କନଭେନସନାଲ ବା ପାରମ୍ପରିକ ମାନେ ଧାରଣାରେ ଯୋଉ ଆମର ଆର୍ମି ଥାଏ, ଯୋଉ ଏୟାରଫୋର୍ସ ଥାଏ ଆଉ ଯୋଉ ନେଭି ଥାଏ ତାକୁ ସମ୍ପୂର୍ଣ୍ଣ ଭାବରେ ଡିଗ୍ରେଡ କରିଦିଆଯାଇଛି, ଅର୍ଥାତ୍ ତାକୁ ସମ୍ପୂର୍ଣ୍ଣ ଭାବରେ ଧୂଳିସାତ କରିଦିଆଯାଇଛି। ଆପଣ ଯଦି ଦେଖିବେ ଏୟାରଫୋର୍ସ ଇରାନର ଏଭଳି କୌଣସି ବର୍ତ୍ତମାନ ଗୋଟିଏ ବି ଏୟାରଫୋର୍ସ ବେସ୍ ନାହିଁ ଯୋଉଠି କି ତାଙ୍କର ସେଠାରୁ କୌଣସି ପ୍ରକାର ବିମାନ ଉଡି ପାରିବ। ଦ୍ୱିତୀୟ କଥା ହେଲା ଇରାନ ପାଖରେ ପୂର୍ବରୁ ଅଳ୍ପ କିଛି ପୁରୁଣା କାଳିଆ ଯୁଦ୍ଧ ବିମାନ ଥିଲା, ତାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦିଆଯାଇଛି କିମ୍ବା ଅଳ୍ପ କେତୋଟି ମାତ୍ର ଅଛନ୍ତି ସେମାନେ ହାଙ୍ଗର ଭିତରେ ଯୋଉମାନେ କି ବର୍ତ୍ତମାନ ଆଉ ଉଡିବା ଅବସ୍ଥାରେ ନାହାନ୍ତି। ଆଉ ଗୋଟେ ଏୟାରଫୋର୍ସ ଥାଏ ଏୟାର ଡିଫେନ୍ସ ବୋଲି ଆମେ ଯାହାକୁ କହୁ, ସେଥିପାଇଁ ରଡାର ଆଉ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ୍ସ ଥାଏ। ସେ ତାକୁ ହୁଏତ ଏଭଳି ଅଳ୍ପ ସମୟ ଭିତରେ ଆମ ଦର୍ଶକ ମାନଙ୍କୁ ବ୍ୟାଖ୍ୟା କରିବା ସହଜ ହବ ନାହିଁ, କିନ୍ତୁ ଏଇ ଯୋଉ ଏୟାର ଡିଫେନ୍ସ ର ଯୋଉ ଏଲିମେଣ୍ଟ ଥାଏ, ଯୋଉ ଇକ୍ୱିପମେଣ୍ଟ ଥାଏ, ଯୋଉ ରେଡାର ଥାଏ, ସେଭଳି ସମସ୍ତ ସାଇଟକୁ ମଧ୍ୟ ନଷ୍ଟ କରିଦିଆଯାଇଛି। ଅର୍ଥାତ୍ ପାରମ୍ପରିକ ଭାବରେ ଦେଖିବାକୁ ଗଲେ ଇରାନର ବାୟୁସେନା ବୋଲି ବର୍ତ୍ତମାନ ଆଉ କିଛି ନାହିଁ ଯୋଉଥିରେ କି ସେମାନେ କୌଣସି ଆକାଶ ମାର୍ଗରୁ ଯୁଦ୍ଧ କରିପାରିବେ। ଆଉ ସେଇଟା ମଧ୍ୟ ଆମେ ମାନେ ଏଇଟାକୁ ଦେଖିପାରୁଛୁ ଏଇଥିପାଇଁ ଯେ ଆମେରିକାର ହଉ କିମ୍ବା ଇସ୍ରାଏଲ ହଉ ଯେକୌଣସି ବିମାନ ଯେକୌଣସି ସମୟରେ ଇରାନର ବାୟୁସୀମା ଭିତରକୁ ଉଲ୍ଲଂଘନ କରିକିରି ଯୋଉ ଜାଗାକୁ ମଧ୍ୟ ବମ୍ ପକେଇବା କଥା ପକାଇ ପାରୁଛନ୍ତି, ଯୋଉଟା କି ସହଜ ନୁହେଁ, ଯୋଉଟା କି ସମ୍ଭବ ନୁହେଁ ଯଦି ସେମାନଙ୍କର ବାୟୁସେନା ଥାନ୍ତା। ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଇରାନର ବାୟୁସେନା ବୋଲି କିଛି ନାହିଁ। ବର୍ତ୍ତମାନ ଆସିବା ଇରାନର ନେଭି ପ୍ରତି। ଇରାନର ସାର୍ ନେଭି ମୁଁ ଏଠି ପାଖରେ ଆପଣଙ୍କୁ ପଚାରିବା ପାଇଁ ଚାହିଁବି ଯେ ଟ୍ରମ୍ପ କହୁଛନ୍ତି କି ଆଗାମୀ 2 ରୁ 3 ସପ୍ତାହ ମଧ୍ୟରେ ଏକ ଭୟଙ୍କର ଆକ୍ରମଣ ହବ ଇରାନ ଉପରେ। ତ ଏଟା କେଉଁ ପ୍ରକାରର ବଡ ଆକ୍ରମଣ ହୋଇପାରେ ବୋଲି ଆପଣ ଅନୁମାନ କରୁଛନ୍ତି? ଦେଖନ୍ତୁ ବଡ ଆକ୍ରମଣ ଇରାନ ଯେତେବେଳେ ଯୁଦ୍ଧ ଆରମ୍ଭ ହେଇଥିଲା ସେତେବେଳେ ଆମେରିକାର ଅବଜେକ୍ଟିଭ ଥିଲା, ଯୋଉ ସାମରିକ ଅବଜେକ୍ଟିଭ ଥିଲା ଯେ ଇରାନର ଏନରିଚ୍ଡ ୟୁରାନିୟମକୁ ସେମାନେ ରିଟ୍ରିଭ କରିବେ ବା ନେଇଯିବେ ବା ତାକୁ କୌଣସି ପ୍ରକାର ଧ୍ୱଂସ କରିଦେବେ। ଦ୍ୱିତୀୟ ଅବଜେକ୍ଟିଭ ଥିଲା ଇରାନର ଯୋଉ ଆଇଆରଜିସି ର ଯୋଉ ଇନଫ୍ରାଷ୍ଟ୍ରକ୍ଚର ଅଛି ଏବଂ ସେମାନଙ୍କର କମାଣ୍ଡ ଆଉ କଣ୍ଟ୍ରୋଲ ଷ୍ଟ୍ରକ୍ଚରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ ବା ନଷ୍ଟ କରିଦିଆଯିବ। ତୃତୀୟ ଅବଜେକ୍ଟିଭ ଥିଲା ଇରାନର ଏୟାରଫୋର୍ସ ଆଉ ଇରାନର ନେଭିକୁ ସମ୍ପୂର୍ଣ୍ଣ ଭାବରେ ପଦାନତ କରିଦିଆଯିବ ଏବଂ ଇରାନର ଯୋଉ ଯୋଉ ଜାଗାରେ ମିସାଇଲ ଏବଂ ଡ୍ରୋନ୍ ତିଆରି ହଉଛି ସେଇ ଜାଗାକୁ ମଧ୍ୟ ନଷ୍ଟ କରାଯିବ, ସୋ ଦ୍ୟାଟ ଇରାନ କେବେ ହେଲେ ଭବିଷ୍ୟତରେ କୌଣସି ପ୍ରକାର ମିସାଇଲ କିମ୍ବା ଡ୍ରୋନ୍ ତିଆରି କରିପାରିବ ନାହିଁ ଏବଂ ଯୋଉ ଏକ୍ଜିଷ୍ଟିଂ ଡ୍ରୋନ୍ ଆଉ ମିସାଇଲ ଅଛି ଯୋଉ ଜାଗାରେ ଷ୍ଟୋର କରାହେଇଛି ତାକୁ ମଧ୍ୟ ଧ୍ୱଂସ କରିବା। ତେଣୁ ଆପଣ ଯଦି ଏଇ ଅବଜେକ୍ଟିଭକୁ ABCD ନେଇକି ଚାଲିବେ ତାହେଲେ ଆପଣ କ୍ଲିୟରଲି ଦେଖିପାରିବେ ଯେ ଆମେରିକା ଇରାନର ବର୍ତ୍ତମାନ ନେଭି ଏବଂ ଆର୍ମି ଏୟାରଫୋର୍ସକୁ ଧ୍ୱଂସ କରି ସାରିଛି। ଇରାନର ଯେତେ ଥିଲା ମାଟି ତଳେ ଯୋଉ ପ୍ରକାର ଫ୍ୟାସିଲିଟିଜ ଥିଲା ମିସାଇଲ ତିଆରି କରିବା ପାଇଁ ତାକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି। ବଞ୍ଚି ରହିଛି ସେମାନଙ୍କର କେତେକ ମିସାଇଲ ଏବଂ କେତେକ ଡ୍ରୋନ୍ ଯାହାକୁ କି ଇରାନ ବିଶ୍ୱାସ କରାଯାଏ ଅଣ୍ଡରଗ୍ରାଉଣ୍ଡରେ ଅନେକ ତଳେ ଟନେଲ ଭିତରେ ରଖିଛି ଏବଂ ସେଇଥିରୁ ପ୍ରତିଦିନ ଆପଣ ମାନେ ଦେଖୁଥିବେ ଯେ କତାର ହଉ, ଦୋହା ଉପରେ ହଉ ବା ଆମର ଇରାକ ଉପରେ ହଉ ବା ସାଉଦି ଆରବ ଉପରେ ହଉ, ସେମାନେ ପ୍ରତିଦିନ କିଛି କିଛି 8-10ଟି ମିସାଇଲ ଏବଂ 15-20ଟି ଡ୍ରୋନ୍ ସେମାନେ ବର୍ତ୍ତମାନ ସେଥିରେ ଯୁଦ୍ଧକୁ ଚାଲୁ ରଖିଛନ୍ତି। ତାହେଲେ ତେଣୁ ସାର୍ ଆମେରିକାର ଟ୍ରମ୍ପଙ୍କ ଏଇ ବୟାନ ପରେ ଇରାନ ଏବେ ଚୁପ୍ ରହିବ ନା ପ୍ରତି ଆକ୍ରମଣ କରିବ? ଇରାନ ପ୍ରତି ଆକ୍ରମଣ କରିବା ସ୍ଥିତିରେ ନାହିଁ। ଇରାନ ପ୍ରତିଦିନ ଡ୍ରୋନ୍ ଏବଂ ଏଇଠୁ ଦେଖନ୍ତୁ ପ୍ରତି ଆମର ଦର୍ଶକ ମାନଙ୍କୁ ବତେଇ ଦିଏ ଇରାନ ବର୍ତ୍ତମାନ ଯୋଉ ଆକ୍ରମଣ କରୁଛି ତାହା ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ଛାଡିବା ଏବଂ ଡ୍ରୋନ୍ ଛାଡିବା ଭିତରେ ହିଁ ସୀମାବଦ୍ଧ। କାରଣ ସେମାନଙ୍କ ପାଖରେ କିଛି ମାତ୍ରାରେ ମିସାଇଲ ଅଛି ଏବଂ କିଛି ମାତ୍ରାରେ ଡ୍ରୋନ୍ ଅଛି। ସେମାନେ ତାକୁ ପ୍ରତିଦିନ କୁଏତ ହଉ, ବାହାରିନ ହଉ, ସାଉଦି ଆରବ ହଉ କିମ୍ବା UAE ହଉ ଏବଂ ଇସ୍ରାଏଲ ଉପରେ ସେଭଳି ଡ୍ରୋନ୍ ଏବଂ ମିସାଇଲ ଛାଡି ଚାଲୁ ରଖିଛନ୍ତି। ସେମାନଙ୍କ ତରଫରୁ ଯୁଦ୍ଧ କରାଯାଉ ନାହିଁ, ଯୁଦ୍ଧ କରାଯାଉଛି ଆମେରିକା ଏବଂ ଇସ୍ରାଏଲ ତରଫରୁ। ଯୁଦ୍ଧ କରାଯାଉଛି ଆମେରିକା ଏବଂ ଇସ୍ରାଏଲର ବିମାନ ବାହିନୀ ତରଫରୁ। ସେମାନେ ଆସୁଛନ୍ତି ଏବଂ ସେମାନେ ଇରାନର ଟାର୍ଗେଟକୁ ଧ୍ୱଂସ କରୁଛନ୍ତି ବା ଇରାନର କମାଣ୍ଡ ଆଉ କଣ୍ଟ୍ରୋଲ ବା ଯୋଉମାନେ ଇରାନର ସାମରିକ ଶାସକ ଅଛନ୍ତି ବା ପଲିଟିକାଲ ଲିଡର ଅଛନ୍ତି ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ତେଣୁ ଆକ୍ରମଣ କରିବା କାମ ବର୍ତ୍ତମାନ ଇସ୍ରାଏଲ ଏବଂ ଆମେରିକାର ତାଙ୍କର ବାୟୁସେନା ତରଫରୁ ଏବଂ ମିସାଇଲ ତରଫରୁ ଆକ୍ରମଣ କରାଯାଉଛି। ଇରାନ ଯୁଦ୍ଧକୁ ବଞ୍ଚେଇ ରଖିଛି କେବଳ ତାର ନିଜର ଡ୍ରୋନ୍ ଏବଂ ନିଜର ଯୋଉ ଅଳ୍ପ କିଛି କ୍ଷେପଣାସ୍ତ୍ର ପ୍ରତିଦିନ 5-6ଟି କ୍ଷେପଣାସ୍ତ୍ର। କାରଣ ବିଶ୍ୱାସ କରାଯାଉଛି ଯେ ଇରାନ ପାଖରେ ବର୍ତ୍ତମାନ ପ୍ରାୟ 80% ତାଙ୍କର ଯାହା ଥିଲା ତାଙ୍କ ପାଖରେ ସମୁଦାୟ ସମ୍ବଳ ସେମାନେ ତାହା ଖର୍ଚ୍ଚ କରି ସାରିଲେଣି।
ତେଣୁ ବାକି ଯୋଉ 15-20% କେତେ ଏକ୍ଜାକ୍ଟଲି ମୁଁ କହିପାରିବିନି। ଯଦି ଆପଣ ପରିସଂଖ୍ୟାନମୂଳକ ଭାବରେ ଦେଖିବେ ତାହେଲେ ହୁଏତ 100 ପାଖାପାଖି ଡ୍ରୋନ୍ ଥାଇପାରେ, ମାନେ 1000 ପାଖାପାଖି ବା 500 ପାଖାପାଖି ଡ୍ରୋନ୍ ଥାଇପାରେ, ଏବଂ ମିସାଇଲ ହୁଏତ 50-60 ବା 100 ସେଇଭଳି କିଛି ମିସାଇଲ ଥାଇପାରେ, ଯୋଉଟା କି ସେମାନେ କହୁଛନ୍ତି ଆମେ ଆସନ୍ତା 6 ମାସ ପର୍ଯ୍ୟନ୍ତ ମଧ୍ୟ ଯୁଦ୍ଧ ଜାରି ରଖିବୁ। ଅର୍ଥାତ୍ ଯଦି ପ୍ରତିଦିନ 3-4ଟି ମିସାଇଲ ବା 5-10ଟି ଡ୍ରୋନ୍ ପ୍ରୟୋଗ କରିବେ ତାହେଲେ ଆସନ୍ତା ହୁଏତ ଆଉ 50-100 ଦିନ ପର୍ଯ୍ୟନ୍ତ ସେମାନେ ମଧ୍ୟ ଏଇଭଳି କରିପାରିବେ। କିନ୍ତୁ ଇରାନ ତରଫରୁ ଆକ୍ରମଣ କରିବା ପାଇଁ ସେଭଳି କୌଣସି ଶକ୍ତି ନାହିଁ। ଆଉ ଆମେରିକା ବର୍ତ୍ତମାନ ଏଡେ ବଡ ଦେଶ ଇରାନ, ତେଣୁ ଆମେରିକା ସେଠାକୁ ତାର ନିଜର ସୈନ୍ୟ ପଠାଇ ସେଠାକୁ ଅକୁପାଇ କରିବା ସେଟା ସମ୍ଭବ ନୁହେଁ। ଆମେରିକା ମଧ୍ୟ ତାହା ଜାଣିଛି। ତେଣୁ ସେମାନେ କେବଳ ଇରାନ ଉପରେ ବର୍ତ୍ତମାନ ଚାପ ସୃଷ୍ଟି କରୁଛନ୍ତି, ଏବଂ ଯଦି ନିହାତି ଦରକାର ପଡେ ଖର୍ଗ ଆଇଲାଣ୍ଡ ବା ସେଭଳି କିଛି ରହିଛି ଇରାନର ଫ୍ୟାସିଲିଟି, ତାକୁ ବର୍ତ୍ତମାନ ସେମାନେ ହୁଏତ ଅଧିକାର ବା ନିଜର ନିୟନ୍ତ୍ରଣକୁ ନବାକୁ ହୁଏତ ଚେଷ୍ଟା କରିବେ। ସେଟା କରିବେ ବା କରିବେ ନାହିଁ ସେଟା ମୁଁ କହିପାରିବିନି, ତେବେ ମତେ ଯାହା ଲାଗୁଛି ମୋଷ୍ଟ ପ୍ରୋବାବଲି ଆମେରିକା ତରଫରୁ ଏଭଳି ଗୋଟେ ଉଦ୍ୟମ କରାଯିବ। ତେଣୁ ଆପଣ ଯଦି ଦେଖିବେ ବର୍ତ୍ତମାନ ଯୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ବର୍ତ୍ତମାନ ଇରାନର ଯାହା କିଛି ବଞ୍ଚି ରହିଥିବା, ମାନେ ଯୋଉ କହନ୍ତି ଯୋଉ ବचा कुचा जो भी है ईरान के पास उसी को डिस्ट्रॉय करेंगे। इन द सेंस दे आर जस्ट गोइंग अहेड विथ इंटेंस काइंड ऑफ अटैक सो दैट व्हाटएवर रिमेनिंग फैसिलिटीज जहा किछि ईरान पाखरे बंची रहिछि, जो अल्प किछि मिसाइल हुए तो माटी तले कोउठी अछि बा जो अल्प किछि लंचर वर्तमान अछंती जो माने सक्रिय अछंती ताकू वर्तमान संपूर्ण भाबरे ध्वंस कर दिया जिवो। तेणु ସେଇଥିପାଇଁ ଏଇ 2-3 ସପ୍ତାହ ସମୟ ସେମାନେ ୟୁଜ କରିବେ, ଏବଂ ୟା ଫଳରେ ଇଭେଞ୍ଚୁଆଲି ଏହା ହବ ଯେ ଇରାନର ଯୋଉ ସାମରିକ ଶକ୍ତି ସେଟା ଏତେ ମାତ୍ରାରେ ଗୌଣ ହେଇଯିବ, ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହେଇଯିବ ଯେ ଅନ୍ତତଃ ଇରାନକୁ ଆସନ୍ତା 25-30 ବର୍ଷ ଭିତରେ ବା ସେଭଳି ତାଠାରୁ ଅଧିକା ସମୟ ଲାଗିପାରେ ଯେ ସେମାନେ ତାଙ୍କର ମିଲିଟାରୀକୁ ପୁଣି ଥରେ ସେଇ ଲେଭେଲକୁ ବା ସେଇ ସ୍ତରକୁ ଆଣିପାରିବେ। ଏବଂ ଅନେକ ସମୟ ଅଛି, 25-30 ବର୍ଷ ବା 50 ବର୍ଷ ହୁଏତ ବହୁତ ସମୟ, ଏବଂ ସେ ସମୟରେ ବିଶ୍ୱର ରାଜନୀତି କଣ ହବ କହିବା ସହଜ ନୁହେଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯୋଉ ଇରାନ ଯୋଉ ଏତେ ବଡ ଶକ୍ତି ହୋଇ ସେ ଅଞ୍ଚଳରେ ସମସ୍ତ ନିଶ ଫୁଲେଇକି ସମସ୍ତଙ୍କୁ ଡରାଉଥିଲା ଏବଂ ହୁତି ହମାସ ଏବଂ ହିଜବୁଲ୍ଲା ମାନଙ୍କୁ ସମର୍ଥନ ଦେଇକରି ସେମାନଙ୍କୁ ଉସ୍କାଉଥିଲା ଏବଂ ସେମାନଙ୍କୁ ଇସ୍ରାଏଲ ବିରୁଦ୍ଧରେ ୟୁଜ କରୁଥିଲା, ବର୍ତ୍ତମାନ ଅନ୍ତତଃ ସେ ଶକ୍ତି ତାର ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ଏବଂ ସମ୍ପୂର୍ଣ୍ଣ ଭାବରେ ନିଃଶେଷ। ତେଣୁ ସାର୍ ଏଇଟା ଆଜ୍ଞା ସାର୍ ଟ୍ରମ୍ପ କହିଛନ୍ତି ଯେ ଏବେ ଆମ ଯୁଦ୍ଧ ଅନ୍ତ, ଆମେ ଯୁଦ୍ଧ ଜିତି ସାରିଛୁ ଏବଂ ସୈନ୍ୟ ଫେରାଇବା ନେଇ ଟ୍ରମ୍ପ ଦେଇଥିବା ଯୋଉ ବୟାନ କଣ ବିଶ୍ୱ ଶାନ୍ତି ପାଇଁ ଏକ ସଂକେତ ଏଟା? এটা বিশ্ব শান্তি ପାଇଁ ସଂକେତ ନୁହଁ। ଦେଖନ୍ତୁ ଏଥିରେ ଆଜ୍ଞା। ଅନେକ ପ୍ରକାର ଏଥିରେ ଆନାଲିଷ୍ଟ ଅଛନ୍ତି। ଏଥିରେ ଗୋଟେ ହାଉସ ଡିଭାଇଡେଡ ବୋଲି କୁହାଯାଉଛି, ମାନେ ଦୁଇ ପ୍ରକାର ମତବାଦ ରହିଛି। ହୁଁ କେତେକ ୱାର୍ଲଡ ର ଗୋଟେ ବଡ ଧରଣର ପ୍ରେସ ବା ବଡ ଭାଗ ଟ୍ରମ୍ପଙ୍କର ଏଇ ଯୋଉ ମାନେ ଯୋଉ ଭାଷଣ ତାକୁ ଗୋଟେ ସମାଲୋଚନା ମୂଳକ ଭାବରେ ନେଇଛନ୍ତି ବା ତାକୁ ସମାଲୋଚନା କରିଛନ୍ତି ଏଇଥିପାଇଁ ଯେ ଟ୍ରମ୍ପ ଯାହା କହନ୍ତି ଏବଂ ଯାହା କରନ୍ତି ତା ଭିତରେ ତାଲମେଲ ନଥାଏ। ହୁଁ ପ୍ଲସ ଟ୍ରମ୍ପ ଯୋଉ କହୁଛନ୍ତି ଆମର ମିଲିଟାରୀ ଅବଜେକ୍ଟିଭ, ସିଏ ବର୍ତ୍ତମାନ ମିଛ କହୁଛନ୍ତି। ଆକ୍ଚୁଆଲି ମିଲିଟାରୀ ଅବଜେକ୍ଟିଭ ଯଦି ଫୁଲଫିଲ ହେଇଯାଇଛି ତାହେଲେ ଟ୍ରମ୍ପ ଆଉ 2-3 ସପ୍ତାହ ସେଠାରେ କଣ କରୁଛନ୍ତି? ହଁ ହଁ ଦ୍ୱିତୀୟ କଥା ହେଲା ଟ୍ରମ୍ପ ଯୋଉ କହିଲେ ଯେ ଆମେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛୁ, ତାଙ୍କର ରାଜନୈତିକ ନେତୃତ୍ୱକୁ ଆମେ ଚେଞ୍ଜ କରିଦେଇଛୁ, ଆମେ ସେଠି ରିଜିମ ଚେଞ୍ଜ କରିଦେଇଛୁ। କିନ୍ତୁ ଯେତେବେଳେ ଆମେ ଦେଖିବା ଅନ୍ ଦ ଗ୍ରାଉଣ୍ଡ, ମାନେ ଭୂମିରେ ଆମେ ଯଦି ଦେଖିବା ତାହେଲେ ଇରାନ ଯେମିତି ଫଙ୍କସନ କରିବା କଥା ସେମିତି କରୁଛି। ଇରାନର ଶାସନ ତ ଭୁଷୁଡି ଯାଇନି। ତେଣୁ ଟ୍ରମ୍ପ ଯୋଉ କହୁଛନ୍ତି ଆମେ ରିଜିମ ଚେଞ୍ଜ କଲୁ, ସେଟା ସମ୍ଭବ ନୁହେଁ। ତା ଅର୍ଥ ଟ୍ରମ୍ପ ପୁଣି ଥରେ ଭୁଆଁ ବୁଲାଉଛନ୍ତି ବା ଟ୍ରମ୍ପ ସମଗ୍ର ପୃଥିବୀକୁ ମିଛ କହୁଛନ୍ତି। ଆଉ ତୃତୀୟ କଥା ହେଲା ଆମେ ଇରାନର ସାମରିକ ନଷ୍ଟ କରିବା ସହିତ ତାର ଯୋଉ ଆଣବିକ କାର୍ଯ୍ୟକ୍ରମ ଥିଲା ତାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛୁ। କିନ୍ତୁ ଆକ୍ଚୁଆଲି ତାର କୌଣସି ପ୍ରମାଣ ନାହିଁ। ତେଣୁ ଆକ୍ଚୁଆଲି ଇରାନ କୋଉଠି ଲୁଚେଇକି ରଖିଥିଲା ୟୁରାନିୟମ ବା କେମିତି ରଖିଥିଲେ ତାହା ନେଇକି କୌଣସି ପ୍ରମାଣ ମଧ୍ୟ ଆମେରିକା ତରଫରୁ ଦିଆଯାଇ ନାହିଁ। ଅର୍ଥାତ୍ ଟ୍ରମ୍ପ ଯୋଉ କହୁଛନ୍ତି ଆମେ ଆଣବିକ ଅସ୍ତ୍ର ତିଆରି କରିବାର କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ଲୋପ କରିଛୁ, ସେଇଟା ବର୍ତ୍ତମାନ ସୁଦ୍ଧା ମଧ୍ୟ ସତ ବୋଲି ପ୍ରମାଣିତ ହେଇପାରିବନି। ଆଜ୍ଞା ଆଉ ବାକି ଆପଣ ଯଦି ଦେଖିବେ ସେ ଅଞ୍ଚଳରେ ଆମେ ହରମୁଜ ପ୍ରଣାଳୀକୁ ଆମେ ସୁରକ୍ଷିତ କରିଦବୁ ବୋଲି ଟ୍ରମ୍ପ କହିଥିଲେ, କିନ୍ତୁ ବର୍ତ୍ତମାନ ପୁଣି ପଛଘୁଞ୍ଚା ଦେଇକି କହୁଛନ୍ତି ହରମୁଜ ଆମର ଦାୟିତ୍ୱ ନୁହେଁ, ଯୋଉ ଦେଶମାନେ ହରମୁଜ ତେଲ ନଉଛନ୍ତି ସେମାନେ ନିଅନ୍ତୁ, ସେମାନେ ବୁଝିବେ ତାଙ୍କ କଥା। ତେଣୁ ଏଠି ଟ୍ରମ୍ପ ମଧ୍ୟ ତାଙ୍କ କଥାରୁ ପୁଣି 3 ଦିନ ତଳେ ଯାହା କହିଥିଲେ ସେଥିରୁ ତାଙ୍କ କଥାରୁ ପୁଣି ଥରେ ପଛଘୁଞ୍ଚା ଦଉଛନ୍ତି। ଅର୍ଥାତ୍ ଟ୍ରମ୍ପ ଯାହା କହୁଛନ୍ତି ସେଥିରେ ଗୋଟେ ତାଙ୍କର ଛଳ କପଟ ଏବଂ ସେଥିରେ ମିଥ୍ୟାଚାର ସମ୍ପୂର୍ଣ୍ଣ ଭାବରେ ପୁରି ରହିଛି। ଏଇଟା କେବଳ ଗୋଟେ ରିଟୋରିକ, ଆଉ ଟ୍ରମ୍ପ କେବଳ ସମଗ୍ର ବିଶ୍ୱର ଆଟେନସନ ଗ୍ରାବ କରିବା ପାଇଁ ବା ଗୋଟେ ଶିରୋନାମା ମଣ୍ଡନ କରିବା ପାଇଁ ମିଛ ଖବର ଦେଇକରି ତାଙ୍କ ନିଜ ନ୍ୟାରେଟିଭକୁ ଲୋକଙ୍କ ଆଗରେ ପ୍ରସ୍ତୁତ କରୁଛନ୍ତି। ଏଇଟା ଗୋଟେ ସାଇଡର ଓପିନିଅନ ଏବଂ ୱାର୍ଲଡର ମେଜର ପ୍ରେସ ବର୍ତ୍ତମାନ ଏଇ ଓପିନିଅନକୁ ହିଁ ବର୍ତ୍ତମାନ ସମର୍ଥନ କରୁଥିବାର ଦେଖାଯାଉଛି। କିନ୍ତୁ ଯଦି ଆପଣ ଦ୍ୱିତୀୟ କଥା ଦେଖିବେ ଯେ ଟ୍ରମ୍ପ ମାନେ ଆମେରିକା ଆଉ ଇରାନ ଯେବେଠାରୁ ଆକ୍ରମଣ କଲେଣି ତା ପରଠାରୁ ଇରାନର ବହୁତ କ୍ଷତି ହେଇସାରିଲାଣି। ଇରାନର କେତେ କ୍ଷତି ହେଇଛି ହୁଏତ ଆମେ ଆଗକୁ ଜାଣିବା, କାରଣ ଇରାନରୁ ବର୍ତ୍ତମାନ ଇଣ୍ଟରନେଟ ନାହିଁ ବା ଇରାନରୁ ସମୁଦାୟ ନ୍ୟୁଜ ବାହାରୁନି। କିନ୍ତୁ ସେମାନଙ୍କ ତରଫରୁ 15,000ରୁ ଅଧିକା ଏୟାରକ୍ରାଫ୍ଟର ସଟି ସେଠିକୁ ଫ୍ଲାଇ କରାଯାଇଛି ଏବଂ ସେମାନଙ୍କ ଅନୁସାରେ ପ୍ରାୟ 10,000ରୁ ଅଧିକା ମିଲିଟାରୀ ଟାର୍ଗେଟକୁ ମଧ୍ୟ ନଷ୍ଟ କରିଦିଆଯାଇଛି। ତା ସହିତ ପୁଣି ତାଙ୍କର କେତେକ ଷ୍ଟିଲ ପ୍ରଡକ୍ସନ ସେଣ୍ଟର, ଆଲୁମିନିୟମ ପ୍ରଡକ୍ସନ ସେଣ୍ଟର ତାକୁ ମଧ୍ୟ କ୍ଷତିଗ୍ରସ୍ତ କରିଦିଆଯାଇଛି, ଯୋଉଟା କି ସାମରିକ କାର୍ଯ୍ୟକଳାପକୁ ସାହାଯ୍ୟ କରିଥାଏ। ଅର୍ଥାତ୍ ତାଙ୍କର ଷ୍ଟିଲ ପ୍ରଡକ୍ସନ ଯୋଉଟା ମିସାଇଲ ତିଆରି କରିବାରେ ୟୁଜ ହୁଏ ତାକୁ ମଧ୍ୟ ନଷ୍ଟ କରିଦିଆଯାଇଛି।
ହେଇଛି, ସେମାନଙ୍କର ଆମ୍ୟୁନିସନ ଡମ୍ପ ଯୋଉଠି ସେମାନେ ଗୋଳା ବାରୁଦ ରଖିଥାନ୍ତି ତାକୁ ମଧ୍ୟ ନଷ୍ଟ କରିଦିଆ ହେଇଛି। ଅର୍ଥାତ୍ ତାଙ୍କର ଯୋଉ ମିସାଇଲ ଯୋଉ ଫ୍ୟୁଲ ତିଆରି କରିବା ତାକୁ ମଧ୍ୟ ନଷ୍ଟ କରିଦିଆ ହେଇଛି। ତେଣୁ ଅନେକ ଦୃଷ୍ଟିରୁ ଇରାନର ଯୋଉ ସାମରିକ ଭିତ୍ତିଭୂମି ଥିଲା, ଆର୍ମିର ହଉ, ନେଭିର ହଉ ବା ଏୟାରଫୋର୍ସ ହଉ, ତାଙ୍କର ରାଡାର ସାଇଟ୍ ସହିତ ତାକୁ ମଧ୍ୟ ଏତେ ମାତ୍ରାରେ ଡିଗ୍ରେଡ କରିଦିଆ ହେଇଛି ଯେ ଇରାନ ତାକୁ ଯେ ଆଉ ଥରେ 5-10 ବର୍ଷ ବା 15 ବର୍ଷ ଭିତରେ ପୁଣି ଥରେ ତିଆରି କରିପାରିବ ସେ ନେଇକି ସନ୍ଦେହ। କିନ୍ତୁ ସେଇଟା ଆମେ ପରେ ହୁଏତ ଜାଣିବା। ତେଣୁ ଆମେ ଯଦି ଦିଟା ଯାକ କଥା ଦେଖିବା ଯେ ଆଜ୍ଞା। ଟ୍ରମ୍ପ କେତେ ସତ କହୁଛନ୍ତି, କେତେ ମିଛ କହୁଛନ୍ତି, ବର୍ତ୍ତମାନ ଅବସ୍ଥାରେ ତାର ଗୋଟେ ଠିକଣା ମୂଲ୍ୟାଙ୍କନ କରିବା ବର୍ତ୍ତମାନ ଅବସ୍ଥାରେ ଟିକେ କଷ୍ଟ। ଠିକ କିନ୍ତୁ ଅଛି। ଯାହା କହିଛନ୍ତି 2 ସପ୍ତାହ ପରେ ସେ ଅଞ୍ଚଳରୁ ପଳେଇ ଆସିବେ, ତାହେଲେ ଅନ୍ତତଃ ସେଟା ବିଶ୍ୱ ପାଇଁ ଗୋଟେ ଶାନ୍ତି ପ୍ରଦାୟ, ଗୋଟେ ଶାନ୍ତିର ମାନେ ମେସେଜ ଆଣିବ। ଏବଂ ଆଟଲିଷ୍ଟ ମିଡଲ ଇଷ୍ଟରେ ଯାହା ବି ହଉନା କାହିଁକି କୋଉ ଭଳିଆ ସିଚୁଏସନ ପୁଣି ଥରେ ଡାଇନାମିକ ସିଚୁଏସନ ପୁଣି କୋଉ ଭଳିଆ ଚେଞ୍ଜ ହବ, କୋଉ ପରିବର୍ତ୍ତନ ହବ, ତା ଉପରେ ଆମେ ଦେଖିକିରି ଭବିଷ୍ୟତରେ ପୁଣି ବିଶ୍ଳେଷଣ କରିବା। ଓକେ ସାର୍, ଥ୍ୟାଙ୍କ ୟୁ ସାର୍, ଆପଣ ଆମକୁ ଏତେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଥ୍ୟାଙ୍କ ୟୁ।